ଭିଟିଲିଗୋ ବା ଧବଳ କୁଷ୍ଠ ଯୋଉଟାକୁ କହୁଛନ୍ତି ସେଟା ପ୍ରକୃତରେ ତ ଗୋଟେ କୁଷ୍ଠ ରୋଗ ନୁହେଁ, ସେଇଟା ଗୋଟେ ସ୍କିନ୍ ଡିଜିଜ ଯୋଉଟା କି ଅଲଗା କାହାକୁ ବ୍ୟାପେ ନାହିଁ, ଆଉ ଏଇଟା ଗୋଟେ ବଂଶଗତ ରୋଗ ନୁହେଁ। ଏଇଟା ବିଭିନ୍ନ କାରଣ ଦେହର ପ୍ରତିରୋଧ ଶକ୍ତିକୁ ନେଇକି ହେଇଥାଏ। ଆଉ ବେଳେ ବେଳେ ଏଇଟା ଜଣକୁ ଫ୍ୟାମିଲିରେ ହେଇସାରିଲା ପରେ ଆଉ ଜଣେ ତା ପରବର୍ତ୍ତୀ ଜେନେରେସନ ମଧ୍ୟ ଦେଖାଯାଏ। ସେଇଥିପାଇଁ ବେଳେ ବେଳେ ସେଟା ବଂଶଗତ ବୋଲି ଭାବନ୍ତି, କିନ୍ତୁ ପ୍ରକୃତରେ ଏଇଟା ଆମର ଯୋଉ ହଉଛି ଆମର ଆଜିକାଲିର ଯୋଉ ଫୁଡ ହାବିଟ୍ସ, ଲାଇଫ ଷ୍ଟାଇଲ ଆଉ ଯୋଉ ଷ୍ଟ୍ରେସ ରହୁଛି, ମାନସିକ ଚାପ ରହୁଛି ବିଭିନ୍ନ କର୍ମ କ୍ଷେତ୍ରରେ, ସେଥିପାଇଁ ଏଇଟା ପ୍ରାୟ ଦେଖାଯାଏ। ତେଣୁ ଏଥିରୁ ଆମେ କେମିତି ନିବୃତ୍ତ ହେବା ଆଉ ଆମର ଲାଇଫ ଷ୍ଟାଇଲକୁ ଆମେ ଚେଞ୍ଜ କରିପାରିବା, ଆର ଟ୍ରିଟମେଣ୍ଟ ଆମକୁ ଟିକେ ଦୀର୍ଘ ଦିନ ଧରି ଚାଲିବ। ସେ ଟ୍ରିଟମେଣ୍ଟ ଆମେ ଯଦି ସଷ୍ଟେନେବଲ ଟ୍ରିଟମେଣ୍ଟ କରିବା ତାହେଲେ ଯାଇକି ରୋଗକୁ ଆମେ ପ୍ରତିରୋଧ କରିପାରିବା।